କାଲି ହେଉଛି ସୁଦଶା ତ ମୋ ମାମା ପ୍ରିପାରେସନ୍ କରିଛି ବହୁତ ଖୁବ୍ ସୁନ୍ଦର ଭାବରେ। ଚାଲ ମୁଁ ତୁମକୁ ଦେଖାଉଛି ଚୁପକି ଚୁପକି। ମାମାକୁ ତ ଶୋଇବାକୁ ପଳେଇଲେ। ଚାଲ। ଏଇଟା ହେଉଛି ଆମର ଚଉରା। ଏଇଠୁ ଆମେ ଚିତା ଆରମ୍ଭ କରିଛି। ଚାଲ ମୁଁ ଦେଖାଉଛି। ଆମର ଘର ସାମ୍ନାରେ ଚିତା ପଡ଼ିଛି ବହୁତ ବଡ଼ଟେ। ଏଇଠି ବି ଗଜାନନ ଗଣେଶ ବି ବିରାଜମାନ ଅଛନ୍ତି। ଏଇଠି ତାଙ୍କର ବି ପାଦ ପଡ଼ିଛି। ଚାଲ ଘର ଭିତରେ ଏବେ ଦେଖାଉଛି। ଏଇଟା ଆମ ଘର ଭିତରେ ଚିତା ପଡ଼ିଛି। ଖୁବ୍ ସୁନ୍ଦର ଦେଖାଯାଉଛି। ଏଇଠି ଆମ ମାମା ଖୁବ୍ ସାମଗ୍ରୀରେ ପ୍ରସ୍ତୁତ କରି ରଖିଛି। କାଲି ମା ଲକ୍ଷ୍ମୀ ଆସି ଏଇଠି ବିରାଜମାନ ହେବେ। ଆଉ ଏଇ ଡେକୋରେସନ୍ରେ ବି ମୁଁ ମାମାର ସାହାଯ୍ୟ କରିଛି। ଚାଲ କଲ୍ କରି ରଖିଛି, ମୁଁ ଦେଖାଉଛି। ଏଇଠି ଗୁଆ କଉଡ଼ି ପଇସା ମଧ୍ୟ ରଖା ହୋଇଛି। ଏଇଠି ମାମା ନିଜେ କ୍ଷୀରରୁ ଛେନା ତିଆରି କରିଛି। ଏଇଠି କଦଳୀ ପତ୍ର ଆଉ ଏଇଠି ବରକୋଳି ପତ୍ର ଆଉ ଆମ୍ବ ଡାଳ ଦୁବ ଆଉ ହଳଡାଳ ଆଉ ସେ ଫଳରେ ସେଉ କମଳା ଆମ୍ବ ନଡ଼ିଆ ଆଖୁ କଦଳୀ ପ୍ରସ୍ତୁତ କରିଛି। ଏ ଡେକୋରେସନ୍ ତୁମକୁ କେମିତି ଲାଗୁଛି? ଓ ମାମା ମୋର ବହୁତ ପରିଶ୍ରମ କରିଛି। ଏ ଜିନିଷକୁ ସବୁ ଯୋଗାଡ଼ କରିଛି। ଆପଣମାନଙ୍କୁ ଏ ଚିତା ଓ ଏ ସଜାवट କେମିତି ଲାଗୁଛି ଆପଣ କମେଣ୍ଟ ମାଧ୍ୟମରେ ମୋତେ ଜଣାଇବେ।